ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇନାହିଁ। ଆମେନ୍। ପ୍ରଥମେ ଏହି ବାକ୍ୟକୁ ଦୁଇ ଭାଗ କରିବା। ଯୀଶୁ ଚମତ୍କୃତ ହେଲେ। ପ୍ରଥମେ ଆମେ ଦେଖିବା ଯୀଶୁ ଚମତ୍କୃତ ହେଲେ। ବାଇବଲରେ ଯୀଶୁ ଯିଏ ଆମ ସୃଷ୍ଟିକର୍ତ୍ତା, ଯିଏ ଆମ ତ୍ରାଣକର୍ତ୍ତା, ଯିଏ ଆମର ପ୍ରତିପାଳକ, ସିଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଏଇଟା ଗୋଟେ ନୂତନ ନିୟମରେ this is first time we can find that Jesus is amazed. ଆଉ ସିଏ ଏତେ ଆଶ୍ଚର୍ଯ୍ୟ ହେଇ ପଡିଛନ୍ତି। ପ୍ରଥମ ଏ ବାକ୍ୟକୁ ଖଣ୍ଡ କରିବା, ଆମେ ଭାଗ କରିବା। ଯୀଶୁ ଆଶ୍ଚର୍ଯ୍ୟ ହେଲେ। ଯୀଶୁ କଣ ପାଇଁ ଆଶ୍ଚର୍ଯ୍ୟ ହୁଅନ୍ତି? ଯୀଶୁଙ୍କର ଆଶ୍ଚର୍ଯ୍ୟ ହେବାରେ ଆମର ଅବଦାନ କଣ? ଯୀଶୁ କଣ ମାନେ ଏଇ ଯୋଉ ଇନସିଡେଣ୍ଟ, ଏଇ ଯୋଉ ଗୋଟେ ଘଟୁଛି, ଏ ଘଟଣାକୁ ଆମେ ଯିବା, କିନ୍ତୁ ଏଇ ଘଟଣାକୁ ଲକ୍ଷ୍ୟ ରଖି ଆମେ ଆଗକୁ ବଢିବା। ଆଜି ଏଇ ଘଟଣାରେ ଯୀଶୁ ଆଶ୍ଚର୍ଯ୍ୟ ହଉଛନ୍ତି ଗୋଟେ ବିଷୟ ପାଇଁ। କୋଉ ବିଷୟ ପାଇଁ? ସେ ପୁଣି କହୁଛନ୍ତି ଆଶ୍ଚର୍ଯ୍ୟ ହେଇ ପଡିଲେ। ତାପରେ କଣ କଲେ? ସେ ତାପରେ ବୁଲି ପଡିଲେ। ଆଉ ସିଏ ବୁଲି ପଡିକି ଗୋଟେ କଥା, ଉତ୍ତମ ବିଷୟ ସେ ପ୍ରକାଶ କରୁଛନ୍ତି। କଣ ପ୍ରକାଶ କରୁଛନ୍ତି? ମୁଁ ଇସ୍ରାଏଲ ମାନଙ୍କ ମଧ୍ୟରେ ଏତେ ବଡ ବିଶ୍ୱାସ କେବେ କାହାକୁ ଦେଖି ନାହିଁ। First he amazed. Second he is saying that he is appreciating somebody. ସେ କାହାର ନାଁ ଏଠି ମେନସନ କରୁନାହାନ୍ତି। ସେ କହୁଛନ୍ତି ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ମଧ୍ୟରେ କାହାର ଠାରେ ଏତେ ବଡ ବିଶ୍ୱାସ ପାଇନାହିଁ। ତାର ଇଂରାଜୀରେ ବହୁତ ସୁନ୍ଦର, even in Israelites I never found such great faith. even ମାନେ ତାର କାରଣ ହଉଛି, ଆମେ ଯେତେବେଳେ यार 5 ରୁ ପଢିବା, ମାଥିଉ 8 ର 5 ରୁ, ଭଉଣୀ 5 ରୁ 9 ଯାକେ ଟିକେ ପଢିଲେ। ସେ କର୍ପାନହୁମରେ ପ୍ରବେଶ କରନ୍ତେ ଜଣେ ସପସେନାପତି ତାହାଙ୍କ ନିକଟକୁ ଆସି ବିନତି କରି କହିଲେ, ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ଆରୋଗ୍ୟ କରିବି। କିନ୍ତୁ ସତସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ, କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ। ଆମେନ୍। କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋ ଅଧୀନରେ ସେମାନେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଯାଅ କହିଲେ ସେ ଯାଏ, ଅନ୍ୟକୁ ଆସ କହିଲେ ସେ ଆସେ, ପୁଣି ମୋର ଦାସକୁ ଏହା କର କହିଲେ ସିଏ ତାହା କରେ। ମୁଁ ଏଇଟା ପଢେଇବାର ଉଦ୍ଦେଶ୍ୟ ହଉଛି, ଇଏ ଜଣେ ସତ୍ସେନାପତି, ତାଙ୍କୁ 100ଟି ସୋଲଜିୟର ବା ସୈନିକ ମାନେ ତାଙ୍କ ଅଧୀନରେ ଅଛନ୍ତି। ସେ ଜଣେ ମହା ବିକ୍ରମୀ ବା ପାୱାରଫୁଲ पर्सन। ଆମେ ଯଦି ଜାଗତିକ ଭାବରେ ଦେଖିବା, ଆମେ ଅଫିସରେ କିମ୍ବା ପଲିଟିକ୍ସ ପାର୍ଟିରେ କିମ୍ବା ଅଲଗା କୋଣ ଜିନିଷରେ ଆମେ ଦେଖୁ, ଜଣେ ନେତା ବା ଜଣେ ଲିଡର ବା ଜଣେ ଅଫିସର, ତାଙ୍କ ଅଣ୍ଡର ଯେତେବେଳେ ଲୋକ ଥାନ୍ତି, ତାଙ୍କର ଚାଲିଚଳନ, କଥାବାର୍ତ୍ତା ଆମେ ଜାଣିଥାଉ। ଆମେ ସାଧାରଣତଃ ଆମେ ଭଲ ଭାବେ ଜାଣିଥାଉ ସେ ଅଫିସର କିପରି ତାର ତଳ କର୍ମଚାରୀ ମାନଙ୍କୁ ବ୍ୟବହାର କରେ, ସେ କେମିତି, ଆଉ ସିଏ ତା ନିଜର ପାୱାରଟାକୁ ଦେଖାଏ, ତାର ଶକ୍ତି, ମାନେ ମୁଁ କଣ କରିପାରେ ଦେଖାଏ। କିନ୍ତୁ ଏଠାରେ ଆମେ ଗୋଟେ ସତ୍ସେନାପତି, ଜଣେ ଲୋକ, ଆଉ ଜଣେ ଯିଏକି ଇସ୍ରାଏଲ ବି ନୁହନ୍ତି, ସେ ଅଣଜିହୁଦୀ, ଆଉ ସିଏ ସତ୍ସେନାପତି ହେଇଛନ୍ତି ଆଉ ଜିହୁଦୀ ମାନଙ୍କ ନିକଟରେ। ଆଉ ସିଏ ଯୀଶୁଙ୍କୁ ଦୁଇଟି ବିଷୟରେ ସେ ଅଗ୍ରାଧିକାର ଦଉଛନ୍ତି। ପ୍ରଥମ ବିଷୟ କଣ? ଏଇ କାହାଣୀରେ ଆମେ ପଢିଲୁ, ଯୀଶୁ ସବୁ ସାରିକି ସେ କର୍ପନାହମ ନଗରକୁ ଆସିଲା ବେଳକୁ ସେ ରାସ୍ତାରେ ଭେଟିଗଲେ ତାଙ୍କୁ। ତାର ଆକ୍ଚୁଆଲି ଏଇଟା ଅଧାରୁ ଏଇ କାହାଣୀଟା ଏଠି ହେଇଛି, କିନ୍ତୁ ଆମେ ମାଥ୍ୟୁ ଲୁକ ତାର 7 କୁ ଯିବା। ଲୁକ 7 ର 7 ରେ ଲେଖା ହେଲା ଯେ ମୁଁ ଆପଣା
तेणु मु आपणଙ୍କ निकटକୁ ଯିବାକୁ ନିଜକୁ ଯୋଗ୍ୟ ମଣିଲି ନାହିଁ, କିନ୍ତୁ ପଦେ ଆଜ୍ଞା କରନ୍ତୁ ମୋର ଦାସ ସୁସ୍ଥ ହେବ। ସିଏ ତାଙ୍କ ନିକଟକୁ ଯୀଶୁଙ୍କ ନିକଟକୁ ଯିବାକୁ ଯୋଗ୍ୟ ମଣିଲା ନାହିଁ, କିନ୍ତୁ କଣ କଲା? ତାର 1 ରୁ ପଢନ୍ତୁ ଭଉଣୀ, 7 ର 1 ରୁ ପଢିଲେ ଟିକେ। ଲୁକ୍ 7 ସେ ଲୋକମାନଙ୍କ କର୍ଣ୍ଣଗୋଚରେ ଆପଣାର ସମସ୍ତ କଥା ସମାପ୍ତ କରି କର୍ପାନଉମରେ ପ୍ରବେଶ କଲେ। ସେ ସମୟରେ ଜଣେ ଶତ ସେନାପତିଙ୍କର ଦାସ ପୀଡ଼ିତ ହୋଇ ମୃତପ୍ରାୟ ହୋଇଥିଲା। ସେ ତାହାଙ୍କର ପ୍ରିୟ ପାତ୍ର ଥିଲା। ସେ ଯୀଶୁଙ୍କ ସମ୍ବନ୍ଧରେ ସମ୍ବାଦ ପାଇ ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ନିକଟକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନକୁ ପଠାଇ ତାହାଙ୍କୁ ଅନୁରୋଧ କଲେ। ସେମାନେ ଯୀଶୁଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି। କାରଣ ସେ ଆମ୍ଭମାନଙ୍କ ଜାତିକି ପ୍ରେମ କରନ୍ତି ଓ ଆପେ ଆମମାନଙ୍କର ନିମନ୍ତେ ସମାଜ ଗୃହ ତୋଳି ଦେଇଅଛନ୍ତି। ଏଠି ରଖନ୍ତୁ ଭଉଣୀ, ଏଠି ରଖନ୍ତୁ। ତ ବର୍ତ୍ତମାନ ଦେଖନ୍ତୁ, ଏଠୁ ଆମେ ଜାଣୁଛୁ ଯୀଶୁ ପ୍ରଥମେ ପ୍ରାଚୀନ ମାନଙ୍କୁ ଯୀଶୁଙ୍କ ପାଖକୁ ପଠେଇଲେ। ତାର କାରଣ ହଉଛି ତାଙ୍କର ଜଣେ ଦାସ ମୃତପ୍ରାୟ ଅବସ୍ଥାରେ ଅଛି, ତେଣୁ ଯୀଶୁଙ୍କୁ ଡାକିବାକୁ ପଠେଇଲେ। ଏଠି ଯୋଉ ଯୀଶୁଙ୍କୁ ଡାକିବାକୁ ସେ ପଠେଇଲେ, ତାର କାରଣ ଏହା ନୁହଁ ଯେ ସେ ସେଞ୍ଚୁରିଆନ, ସେ ବହୁତ ପାୱାରଫୁଲ, ତେଣୁ ଖବର ପଠେଇଲେ। ଏଇଠି ବେଳେ ବେଳେ ମିସଅଣ୍ଡରଷ୍ଟାଣ୍ଡିଂ ହୁଏ ଲୋକଙ୍କର, କିଏ ଗୋଟେ ପଠେଇଦେଲା ମାନେ, କିନ୍ତୁ ସେଠାରେ ସମ୍ପୂର୍ଣ୍ଣ ଭାବେ 7 ବାକ୍ୟରେ ସେ ପ୍ରକାଶ କରୁଛନ୍ତି, ମୁଁ ଏଥିପାଇଁ ପ୍ରଭୁ ନିଜକୁ ଯୋଗ୍ୟ ମନେ କଲି ନାହିଁ। ତେଣୁ ଏ ଯୁହୁଦୀ ମାନେ, ପ୍ରାଚୀନ ମାନେ, ଆଉ ଯେହେତୁ ସେମାନଙ୍କୁ ମୁଁ ଭାବିଲି ସେମାନେ ହୁଏତ ମୋଠୁ ଉତ୍ତମ, ଆଉ ଆପଣ ନିକଟକୁ ଯାଇ ଟିକେ କହିବେ, ହେଲେ ଆପଣ ଟିକେ ତାଙ୍କ କଥା ଶୁଣିକି ଆସିବେ, ମୋର ଏ ଦାସକୁ ସୁସ୍ଥ କରିଦେବେ। ମୁଁ ଡାଇରେକ୍ଟ ଆପଣଙ୍କୁ କହିବା ପାଇଁ ମୋର ସେ ଯୋଗ୍ୟ ନାହିଁ ପ୍ରଭୁ। ଏଠି ତାଙ୍କର ଭାବକୁ କିପରି ସେ ଏଠି ପ୍ରକାଶ କରୁଛନ୍ତି ଦେଖନ୍ତୁ। ଆଉ ସେମାନେ ସେ ଯୋଉ ପ୍ରାଚୀନ ମାନେ ଯାଇକି ଯୀଶୁଙ୍କୁ କଣ କହିଲେ? କହିଲେ, ଆଜ୍ଞା ଇଏ ଲୋକ ଯୋଉ ଆମକୁ ପଠେଇଛି, ତା ଦାସ ଅସୁସ୍ଥ ଅଛି, ଆଉ ତାକୁ ସୁସ୍ଥ କରିବା ପାଇଁ, ଆଉ ଆଜ୍ଞା ଇଏ ପ୍ରକୃତରେ ଆଉ ସେ ସାହାଯ୍ୟ ପାଇବା ପାଇଁ ଯୋଗ୍ୟ ଅଟେ। କାରଣ ସେ 2ଟା ବିଷୟ କହିଲେ। କଣ? ସେ ଆମ ଜାତିକୁ ବହୁତ ପ୍ରେମ କରେ, ଆଉ କଣ କରନ୍ତି? ସେ ଆମ ପାଇଁ ସମାଜ ଗୃହମାନ ନିର୍ମାଣ କରିକି ଦେଇଛନ୍ତି। ତାମାନେ ଆମେ ଏଠୁ ଦେଖିବା, ଏଇ ଲୋକ, ଏଇ ସତ୍ସେନାପତି ଜଣେ ପାୱାରଫୁଲ ପର୍ସନ ହେଲେ ମଧ୍ୟ ତାଙ୍କ ମଧ୍ୟରେ ଅନ୍ୟ ପ୍ରତି ସହାନୁଭୂତି, ଅନ୍ୟକୁ ପ୍ରେମ କରିବା, ଅନ୍ୟ ଜାତିକୁ ପ୍ରେମ କରିବା, ଆଉ ପ୍ରଭୁଙ୍କର ଲୋକଙ୍କୁ କିପରି ଶ୍ରେୟ ଦେବା, ତାର ଦାସ ହେଲେ ମଧ୍ୟ ତାକୁ କିପରି ପ୍ରେମ କରି ତାର ନିଜ ପୋଜିସନକୁ ତୁଚ୍ଛ କରି, ଆଉ ସେ ପ୍ରାଚୀନ ମାନଙ୍କୁ ଯୀଶୁଙ୍କ ନିକଟକୁ ପଠେଇଛନ୍ତି। ଆଉ ଏଥିରେ ଯୀଶୁ ଶୁଣିଲେ, ସେ ପ୍ରାଚୀନ ମାନେ ଯେତେବେଳେ କହିଲେ, ଆଜ୍ଞା ସେ ଭଲ ଲୋକ, ସେ ଆମ ପାଇଁ ଏତେ ସବୁ କାମ କରିଛି, ସବୁ, ଯୀଶୁ କହିଲେ ଚାଲ ଯିବା ତାଙ୍କ ଘରକୁ। ସେ ଆପଣ ମାନେ ନୋଟ କରିକି ରଖିବେ। ମୁଁ ଯୋଉଟା କହିଲି ଏଇ 2ଟି ପଢିଲେ ଆପଣ ସେଥିରୁ ପଏଣ୍ଟ ଗୁଡାକ ନେଇପାରିବେ। ମାଥ୍ୟୁ ତାର 8 ର 5 ରୁ 10, ଲୁକ୍ ତାର 7 ର 1 ରୁ 10, 13 ପର୍ଯ୍ୟନ୍ତ ବି ପଢିପାରିବେ। ତ ମୁଁ ଏଠି କହିବାର ଉଦ୍ଦେଶ୍ୟ, ମୁଁ ବେଶୀ ବର୍ଣ୍ଣନା ପଢେଇ ନ ପଢେଇକି ଆପଣଙ୍କୁ ଜଷ୍ଟ ଆର ସାରାଂଶ ବୁଝିବା ପାଇଁ ଆମେ ଚେଷ୍ଟା କରିବା। ଯେ ପ୍ରଥମ ବିଷୟ ହେଲା, ସିଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦ ଏମ୍ପରର ଅଫ ୱାର୍ଡ, ମାନେ ତାଙ୍କ ବାକ୍ୟର ଜଣେ ମହାନ ବା କାର୍ଯ୍ୟକାରୀ ଭାବେ ସେ ସ୍ୱୀକାର କଲେ। ସେ ପୁଣି କହୁଛନ୍ତି, ଆଜ୍ଞା ମୋର ବି ବାକ୍ୟ, ମୁଁ ବି ଜଣକୁ ଯାହା କହିଲେ ଯାଏ, ଜଣକୁ ଆସ କହିଲେ, କିନ୍ତୁ ମୋ ବାକ୍ୟଟା ସେତିକିରେ ସୀମିତ। କିନ୍ତୁ ଆପଣଙ୍କର ବାକ୍ୟ ଏଠି ଠିଆ ହେଇକି ସେ ବେମାରୀକୁ ଯଦି ଏଠି ଧମକ ଦେବେ, ଆଜ୍ଞା ସେ ଠିଆ ହେଇ ଠିକ ହେଇଯିବ। ମାନେ ଶୁଣନ୍ତୁ, ଦ ଫେଥ୍, ଦ କାଇଣ୍ଡ ଅଫ ଫେଥ୍, ଲେଭେଲ ଅଫ ଫେଥ୍, ୟେସ୍। ସେ ଯେତେବେଳେ ଯୀଶୁ ଆସିଗଲେ, ତାଙ୍କର ପ୍ରାଚୀନ ମାନଙ୍କ କଥା ଶୁଣି ଆସିକି କର୍ପନାହମରେ ରେଡି ହେଇକି ଗଲା ବେଳକୁ ସେ ଲୋକର ଘର ପାଖାପାଖି ହେଇଗଲେ। ସେଇଠୁ ସେ ଲୋକ ସେଇଠି ଦେଖାଗଲା ଯୀଶୁଙ୍କୁ। ଦେଖା ହେଲା ପରେ ଯୀଶୁ କହିଲେ, ଚାଲ ଯିବା ତମ ଘରକୁ। ସେଇଠୁ କହିଲେ, ଆଜ୍ଞା ମୋ ଘରକୁ ମଧ୍ୟ ଆପଣ ଯିବା ପାଇଁ, ମୋ ଘରେ ଆପଣ ପାଦ ପକାଇବା ପାଇଁ ମୁଁ ଯୋଗ୍ୟ ନାହିଁ ଆଜ୍ଞା। ପ୍ରଥମେ ସେ କଣ ନିଜକୁ ନ୍ୟୁନ କଲା? ପ୍ରଥମେ ସେ ନ୍ୟୁନ କଲା ଯେ ମୁଁ ଆପଣଙ୍କୁ ଡାଇରେକ୍ଟ ଆପ୍ରୋଚ କରିବା ପାଇଁ ମୁଁ ଯୋଗ୍ୟ ନୁହଁ, ତେଣୁ ସେ ପ୍ରାଚୀନଙ୍କୁ ପଠେଇଲା। ସେକେଣ୍ଡରେ ଏବେ କଣ କଲା? ମୋ ଘର ବି ଆଜ୍ଞା ଯୋଗ୍ୟ ନୁହଁ, ମୋ ଘର ଆପଣଙ୍କର ପାଦ ପଡିବ, ସେଥିପାଇଁ ମୋ ଘର ଯୋଗ୍ୟ ନୁହଁ।
तापर देख सी पुणी कौन एक्सपेक्ट कला जीशु कहला आपण एठी ठिया है कि आज्ञा गोटे वर्ड कह दियंतु सेतिकी मो पाई यथेष्ट मो दास सुस्थ हो विषयटा को जीशु शुणिला पर आश्चर्य हो गले आ से चाहती यहीपरि विश्वास आम मान आम सृष्टिकर्ता आम त्राणकर्ता आमर प्रतिदिन बालक आमको पापर उद्धार करथिबा महान प्रभु जीशु ख्रीस्ट से आम मान जीवन रे यही विश्वास चाहती आमर पोजिशन को तुच्छ आम करवा सम्मुख रे आम पावर को आम वर्ड को आज मुझे जहाँ कहले से जाए आस कहले आस यहाँ कर बोले करे मो यहाँ नहीं से सब करे कही पारता 4 जन जाओ गोटे जीशु को गोटे रथर बसई धरिक मो घर को जमी आण मु सेंचुरियन मु जड़े लीडर डाकी कह से भाविले कहले आज्ञा जीशु तुम्हें न गले भी यही रास्तार मु तुमको देखा कली बापा यू तुम आज्ञा कर दियो बापा से सुस्थ होटा को विश्वास कहुए भौणी भाई माने एठुर आम दीटा 4टी विषय परिलक्षित करछु कंपैशनेट टू अदर्स कौन कंपैशन अन्य को से तांकर निजर प्रेम कौन प्रेम प्रथम प्रेम आम देखि सारूनी से प्राचीन माने तांको पई किपरि साक्ष्य देले आज्ञा ये भल लोक ये आम समाज गृह निर्माण करछि ये आमको जाति को बहुत प्रेम करछि द्वितीय विषय आम देखुचु से अन्य को प्रेम करिया तार जड़े दास आज आम घर मानक दास को आम कौन कही था चाकर कही था ना कि खंबारी कही था आम सेपट वार्ड किंतु एठारे तार मध्य देह खराब होगा एडे बड़ सेंचुरियन ही प्रति तार केते प्रेम देखंतु सी तार निज पोजिशन को भी से तुच्छ करदेला तार घर को तुच्छ करदेला जीशु निकट को जीवाई एटा को कह जाए अन्य को प्रेम पैशन पैशनेट माने लव टुवर्ड्स अदर्स और जीशुंकर प्रेम सहित यहाँ को जोड़ी करिया से जीशु मध्य से आपन को बहुत तुच्छ करदेले स्वर्गर ईश्वर पुत्र से निजे सृष्टिकर्ता से निजे त्राणकर्ता हेकि मध्य ए जगत को ओ से आसिले आ निज को तुच्छ करदेले क्रूस पर चढ़ी गले गोटे उत्तम विश्व मान को देवा आज ये सत्सेनापति निजर समस्त पोजिशन को तुच्छ करदेले तांकर दासर सुस्थता तापर कौन है द लव टुवर्ड्स अदर्स करे तांकर कंपैशन हार्ट से लोक मान को सुंदर भावे आउ से साहाय्य करुछंती लोकंकर आवश्यकता को बुझुछंती लोक मान को पावर देखे याडू साडू कथा कहउनांती लोक मान को जीवन रे बहुत किछि साहाय्य करुछंती थर्ड थिंग से कौन करुछंती अथॉरिटी ऑफ वर्ड प्रभु जीशु ख्रीष्टंकर वाक्यर अधिकार को से बुझी पारुछंती से जानुछंती मु आज खाली एतिकी कहबा मोर योग्य किंतु जीशु तांकर गोटे वार्ड रो केते शक्ति ताको से बुझी छंती नहले से कहि न था तुम एठी कह देले भी मो दास सुस्थ हो जाएगा एक्स्ट्रा ऑर्डिनरी फेथ एटा को कह जाए हमें कहना से एक्स्ट्रा ऑर्डिनरी लोक से एक्स्ट्रा ऑर्डिनरी जिंस कहला आज बढ़िया जिंस से परी आज यांक विश्वास एक्स्ट्रा ऑर्डिनरी थिला सेति पय जीशु मध्य तांको पय साक्ष्य देले कौन साक्ष्य देले जीशु एमती एते बड़ विश्वास मु इस्राएल मानक मध्य क्या देखी ना जीशु साक्ष्य देले प्राचीन माने साक्ष्य देले आ से दास जेते 10 पदरे से दास सुस्थ हो जाउची 13 जाका में पढ़ला परे आ हुए तो से दास भी से साक्ष्य दबनी कि फ्यूचर रे जे मो मालिक मो सेंचुरियन मो लीडर मु मरिबा प्राय सीरियस अवस्था रे थिली मो पाई से कोन करथिले सेही सब विषय जीवन रे आमे क्रिएट करिया को पड़ियो तापरे यूनिवर्सल आम जीवन ए कहानी की आमको गोटे विषय कह जाए माने ईश्वर राज्य समस्त जमुना भौणी म्यूट कर दिनु आपण मन दया करी समस्त टिके म्यूट कर देबे आपण तापर जा करछंती भी चलिबो नहले अन्य को डिस्टर्ब होबो थैंक यू तो मु इथे कहया कथा ईश्वरंकर राज्य जीशुंकर दया आमान को जे गोटे जगार मिलियो बोली कि आपण भावंतु नहीं
ଯୀଶୁ ଯୋଉଠି ଥିଲେ ମଧ୍ୟ ଯୀଶୁଙ୍କୁ ଆମେ ଖାଲି ଅନୁରୋଧ କରିବା, ପ୍ରଭୁ ତୁମର ଗୋଟିଏ ପଦ, ଆଜି ମୋର ଏଡେ ବଡ ସମସ୍ୟା, କେତେ ବଡ ସମସ୍ୟାରେ ଆମେ ଅଛୁ, ଗୃହରେ ଆମ ପିଲାମାନେ, ଆମ ଛୁଆମାନେ, ଆମ ସ୍ୱାମୀ ସ୍ତ୍ରୀ ପରିବାର ମଧ୍ୟରେ, ଅଫିସରେ, ବିଜନେସରେ ସମସ୍ୟା ଦେଇ ଆମେ ଯାଉ। ଆମେ କଣ ଯୀଶୁଙ୍କଠୁ ଏତିକି ବିଶ୍ୱାସ କରୁଛୁ କି? ଆଜି ମୁଁ ଯୀଶୁଙ୍କୁ ପ୍ରାର୍ଥନା କରି, ପ୍ରଭୁ ତୁମେ ଗୋଟିଏ ଥର ଚାହିଁ ଦିଅ। ସେ କାନା ବିବାହରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ ଦ୍ରାକ୍ଷାରସ ସରିଗଲା, ମଦର ମେରୀ ଆସିକି କହିଲେ, ପୁଅ ଦ୍ରାକ୍ଷାରସ ସରିଗଲା। ଯୀଶୁ ସେମାନଙ୍କୁ ପାଣି ଭରିବାକୁ କହିଲେ, ସବୁ କଲେ, ତାପରେ କଣ କଲେ? ଦ୍ରାକ୍ଷାରସକୁ ଭଲରେ ଟିକେ ଅନେଇ ଦେଲେ, ଜଷ୍ଟ ଅନେଇ ଦେଲେ, ହେଇଗଲା। ପାଣିକି ଅନେଇ ଦେଲେ, ଏମିତି ଦ୍ରାକ୍ଷାରସ ହେଇଗଲା। ଆଜି ଯୀଶୁ ଆମକୁ ଅନେଇବାକୁ ପଡିବ। ଆଜି ଯୀଶୁ ଗୋଟିଏ ୱାର୍ଡ, ଗୋଟିଏ ପଦ ଆମକୁ ପାଇବାକୁ ପଡିବ, ମୋ ପୁଅ ମୋ ଝିଅ ତୋ ପାଇଁ ସେଟା ମୁଁ ଦେଉଛି। ଆଜି ଆମେ ଏହିପରି ଯୀଶୁଙ୍କୁ ସନ୍ତୁଷ୍ଟ କରିପାରିବା କି? ଏହିପରି ବିଶ୍ୱାସ ଆମେ ଆଣିପାରିବା କି ଯୀଶୁଙ୍କ ନିକଟରେ? ଆମେ ବିଶ୍ୱାସ ପାଇଁ, ଏହିପରି ବିଶ୍ୱାସ ହେବା ପାଇଁ ଆମକୁ ଏଇଭଳି ବିଷୟ ହେବାକୁ ପଡିବ। ଆମର ପୋଜିସନ କି ନ୍ୟୁନ କରିବା, ଆମର ଅହଙ୍କାର, ଗର୍ବ, ଆମର ପୋଜିସନ, ଏ ସବୁ ବିଷୟକୁ ଯୀଶୁଙ୍କ ନିକଟରେ ଜଳାଞ୍ଜଳି ଦେବା। ତାଙ୍କଠୁ ଆମର ପୋଜିସନ ବଡ ନାହିଁ, ତାଙ୍କଠୁ ଆମର ଧନ ଦୌଲତ ବଡ ନାହିଁ। ହେଇପାରେ ଆମେ ଏ ଜଗତରେ ରହିବା ସମୟରେ ଯଦି ଏଇ ମନୋବୃତ୍ତି ଧରି ଆମେ ବଞ୍ଚିବାକୁ ଚେଷ୍ଟା କରିବା, ଯୀଶୁଙ୍କର ବାକ୍ୟ ଆପଣଙ୍କ ନିକଟରେ ଉପସ୍ଥିତ ହବ। ଦ ୱାର୍ଡ ଇଜ ଗଡ। ଜନ 1:1 କୁହାଗଲା କଣ ଭାଇନା, କଣ ଭଉଣୀ ଟିକେ ପଢିବେ? ଜନ 1:1। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସାଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ଆମେନ। ଆଜି ଗୋଟିଏ ବାକ୍ୟ ତୁମେ କହିଦିଅ, ଗୋଟିଏ ପଦ ତୁମେ କହିଦିଅ। ଏ ସେଞ୍ଚୁରିଆନ କହିଲେ, ଆଉ ସେ ବାକ୍ୟ, ସେ ସେଞ୍ଚୁରିଆନ ଯୀଶୁ ଖ୍ରୀଷ୍ଟଙ୍କୁ ହାଇଲାଇଟ କରୁଛନ୍ତି। ଆଜି ସେଇ ଯୀଶୁ ଖ୍ରୀଷ୍ଟ ସେଦିନ ସେଞ୍ଚୁରିଆନ ସେ ସତ୍ସେନାପତି ସହିତ ସାକ୍ଷାତ କରିଥିଲେ, ଆଉ ସତ୍ସେନାପତି ସେ ବାକ୍ୟକୁ ସେ ଡିମାଣ୍ଡ କରିଥିଲେ। ଆଜି ଆମମାନଙ୍କ ପାଇଁ ସେ ବାକ୍ୟ କିଏ? ସେ ବାକ୍ୟ ଆଜି ଆମମାନଙ୍କ ପାଇଁ କିଏ? ପ୍ରଭୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଖ୍ରୀଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବାକ୍ୟ, ସେ ସୁସ୍ଥକାରୀ, ସେ ଅନ୍ଧକୁ ଚକ୍ଷୁ ଦିଅନ୍ତି, ସେ ଛୋଟାକୁ ଚାଲିବାକୁ ସକ୍ଷମ କରନ୍ତି, ସେ ମୃତକୁ ଜୀବନ ଦିଅନ୍ତି, 38 ବର୍ଷ ଧରି ପ୍ରଦର ରୋଗଗ୍ରସ୍ତ ଥିବା ଲୋକକୁ ସୁସ୍ଥ କରନ୍ତି। ସେହି ବାକ୍ୟ, ଆଜି ସେ ବାକ୍ୟ ଆମ ନିକଟରେ, ଆମ ପରିବାର ନିକଟରେ ଆମକୁ ପ୍ରଭୁ ପହଞ୍ଚାଇବାକୁ ପଡିବ। ଆଜି ପ୍ରଭୁଙ୍କ ନିକଟରେ ଆମର ଅନୁରୋଧ, ଆମର ପ୍ରାର୍ଥନା, ଆମର ବିଶ୍ୱାସ, ଆମର ନମ୍ରତା, ଆମର ପରୋପକାର, এই ସମସ୍ତ ବିଷୟକୁ ହିଁ ପ୍ରଭୁଙ୍କୁ ଆଶ୍ଚର୍ଯ୍ୟ କରିବ। ଆମେ ଯେତେ ଯାହା କଲେ ଆଉ ବାକି କିଛି ହବନି। ଆଜି ସେ ଯୋଉ ପ୍ରାଚୀନ ପ୍ରାର୍ଥନା କରି କହିଲେ ସେ ପାଇବାକୁ ଯୋଗ୍ୟ, କିଏ ସେ ପ୍ରାଚୀନ? ଆପଣଙ୍କ ପାଷ୍ଟର? କିଏ ସେ ପ୍ରାଚୀନ? ଆପଣଙ୍କ ମଣ୍ଡଳୀର ଅନେକ ଲୋକ? କିଏ ସେ ପ୍ରାଚୀନ? ଅନେକ ଉତ୍ତମ ଲୋକମାନେ ଆପଣଙ୍କ ପାଇଁ ପ୍ରାର୍ଥନା କରେ, ପ୍ରଭୁ ତାଙ୍କର ଏଇ ସମସ୍ୟା ହେଇଛି, ଆପଣଙ୍କ ପାଷ୍ଟର ପ୍ରାର୍ଥନା କରିବ, ଆପଣ ମଣ୍ଡଳୀର ଡିକନ ମାନେ ପ୍ରାର୍ଥନା କରିବେ, ପୁରୁଣା ସଦସ୍ୟ, ପୁରୁଣା ଲୋକ, ସିନିୟର୍ସ ମାନେ ପ୍ରାର୍ଥନା କରିବେ, ପ୍ରଭୁଙ୍କ ନିକଟରେ ସେମାନେ କାକୁତି କରିବେ, ପ୍ରଭୁ ସେ ଭାଇଙ୍କର, ସେ ଭଉଣୀଙ୍କର, ସେ ପିଲାର এই ଅସୁବିଧା ହେଇଛି, ତୁମେ ତାଙ୍କୁ ଦୟା କର, କାରଣ ତାଙ୍କର କାର୍ଯ୍ୟକଳାପ, ତାଙ୍କ ଚରିତ୍ର ଏହିପରି, ସେ ଆମକୁ ସାହାଯ୍ୟ କରନ୍ତି, ସେ ଭଲ ପିଲା, ସେ ଭଲ ଭଉଣୀ, ସେ ଭଲ ଭାଇ, ଆମେ ତାଙ୍କୁ ପ୍ରେମ କରୁ, ସେ ଆମକୁ ପ୍ରେମ କରନ୍ତି, ପ୍ରଭୁ ଦୟା କରିଦିଅ ତାଙ୍କ ପ୍ରତି। ସେଥିରେ ପ୍ରଭୁ ଚାଲିଲେ ତାଙ୍କ ଘରକୁ ଯିବା ପାଇଁ। ଆପଣଙ୍କ ଘରକୁ, ମୋ ଘରକୁ ମଧ୍ୟ ପ୍ରଭୁ ଆସିବେ ଯେତେବେଳେ ଆମ ପାଇଁ ଅନ୍ୟ କେହି ଜଣେ ଅନୁରୋଧ କରନ୍ତି, ଆଉ ଆମେ ଯେତେବେଳେ ଆମ ହୃଦୟକୁ ଆମେ ସଜାଡି ଦେବା, ଆମର ସେ ନମ୍ର ହୃଦୟ, ଆମେ ଆଜି କେଡେ ବଡ ପୋଜିସନରେ ଥିଲେ ମଧ୍ୟ, ଆଜି ଆମର କେତେ ଟଙ୍କା ଥିଲେ ମଧ୍ୟ, ଯଦି ଆମେ ଯୀଶୁଙ୍କ ନିକଟରେ, ମୁଁ କିଛି ନୁହଁ ପ୍ରଭୁ, ମୁଁ ଚାହେଁ ତୁମ ନିକଟ, ଗୋଟିଏ ପଦ ପ୍ରଭୁ, ଦ ୱାର୍ଡ ଅଫ ଗଡ ଇଜ ବ୍ରେଡ। ଈଶ୍ୱରଙ୍କର ବାକ୍ୟ, ଆଉ ଆମମାନଙ୍କୁ ମନୁଷ୍ୟ କେଉଁଥିରେ ବଞ୍ଚେ? ଈଶ୍ୱରଙ୍କ ବାକ୍ୟରୁ ବଞ୍ଚେ। ମନୁଷ୍ୟ ରୁଟିରେ ବଞ୍ଚେ ନାହିଁ। ଯେତେବେଳେ ଶୈତାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ପାହାଡକୁ ନେଇକି ତାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କଲା, ସେଥିରେ ଆଉ ଯୀଶୁ ମଧ୍ୟ ଉତ୍ତର ଦେଇଥିଲେ ଜଗତକୁ, ଜଗତର ଅଧିପତିକୁ କହିଲେ ଯେ, ବାବୁରେ ତୁ ମତେ ଏତେ ଡରାନା, ଆଉ ତୁ ଯୋଉ ଭାବୁଛୁ ଆଉ ମତେ ରୁଟି ପାଇଁ ମୁଁ ଲାଳାୟିତ, ମୁଁ ରୁଟି ପାଇଁ ଲାଳାୟିତ ନାହିଁ, କାରଣ ମୁଁ ଯୋଉ ବଞ୍ଚିବା ପାଇଁ ଲାଳାୟିତ, ମୁଁ ଆତ୍ମାରେ ବଞ୍ଚିବାକୁ ଚାହୁଁଛି, ଆଉ ସେ ଆତ୍ମାର ମାନେ ରୁଟି କଣ? ତାଙ୍କର ବାକ୍ୟ।
ଆଉ ସେ ଭାଗ୍ୟ ଆଜି ଆମ ମାନଙ୍କ ମଧ୍ୟରେ ଉପସ୍ଥିତ ହେବା ଆବଶ୍ୟକ। ଏ ଜଗତରେ ବଞ୍ଚିବା ପାଇଁ ଯଦି ଆମ ଜୀବନରେ ବାକ୍ୟ ନାହିଁ, ଆମ ଜୀବନରେ ଈଶ୍ୱରଙ୍କର ବାକ୍ୟ ଯଦି ଆମ ଜୀବନରେ ଉପସ୍ଥିତ ନାହିଁ, ଆମର କୌଣସି ପରିଶ୍ରମ, ଆମର କୌଣସି ପୋଜିସନ, ଆମର ବ୍ୟାଙ୍କ ବାଲାନ୍ସ, ଆମର ଧନ ଗଦା, ଆମର ଜମି, ଆମର ଭଲ ଭଲ ପିଲାଙ୍କର ସବୁ ବିଷୟ କିଛି କାମକୁ ଆସିବ ନାହିଁ। କାରଣ ମନୁଷ୍ୟ ରୁଟିରେ ବଞ୍ଚେନି। ଆମ ପୋଜିସନ ରୁଟି ପାଇଁ, ଆମ ପୋଜିସନ ଏଇ ଜଗତର ରୁଟି ପାଇଁ, ଆମର ଟଙ୍କା ଏଇ ଜଗତ ରୁଟି ପାଇଁ, ଆମର ଭଲ ଭଲ ଉତ୍ତମ ସବୁ ବିଷୟ ଗୁଡାକ ଏଇ ଜଗତର ରୁଟି ପାଇଁ, କିନ୍ତୁ ଆମମାନଙ୍କୁ ଆତ୍ମାର ରୁଟି ପାଇଁ ତାଙ୍କର ବାକ୍ୟ ଆବଶ୍ୟକ। ଆମେ 70 କି 80 ବର୍ଷ ବଞ୍ଚିବା, ତାପରେ କୋଉଠିକି ଯିବା ଯଦି ଆମମାନେ ଈଶ୍ୱରଙ୍କର ବାକ୍ୟ ଆମ ଭିତରେ ରହିବ ନାହିଁ, ଯଦି ସେ ରୁଟି ଆମେ ଖାଇବା ନାହିଁ, ଆମେ କେମିତି ସେ ଅନନ୍ତ କାଳ ପାଇଁ ଆମେ ଜୀବନ ପାଇବା? ଏହା ଆମମାନଙ୍କ ଜୀବନରେ ତୃଷିତ ହେବା ଆବଶ୍ୟକ। ତାଙ୍କ ବାକ୍ୟ ଆମ ଜୀବନରେ କାର୍ଯ୍ୟ କରିବା ପାଇଁ ପ୍ରଭୁ ଯୀଶୁଙ୍କର ହସ୍ତକ୍ଷେପ ଆମ ଜୀବନରେ ଆବଶ୍ୟକ। Without his intervening in our life, we can do nothing. ମୋର ଗୋଟେ ଛୋଟ ସାକ୍ଷ୍ୟ ମନେ ପଡୁଛି। ମୋ ଝିଅ ଫୋନ କଲା, ବାବା ଆପଣ ମୁଁ ଗୋଟେ ଗୁଡ ନ୍ୟୁଜ ଦେବି ତମକୁ। କଣ? ଏଇ ଗଲା ମାସରେ ନା ମୁଁ କେମ୍ବ୍ରିଜ ୟୁନିଭରସିଟିରେ, ୟୁନାଇଟେଡ କିଙ୍ଗଡମ କେମ୍ବ୍ରିଜ ୟୁନିଭରସିଟିରେ ଆଉ ମୁଁ ଦେଇଥିଲି ପଢିବା ପାଇଁ। ଆଉ ସେଠି ସେମାନେ ମୋର ଲେଖାକୁ ମୋର ଇଣ୍ଟରଭ୍ୟୁ ନେଲେ, ସବୁ କଲେ, ଆଉ ମତେ ସିଲେକ୍ଟ କରିଛନ୍ତି। ମୁଁ କହିଲି ଉତ୍ତମ ବିଷୟ। ଆଉ ତାପରେ କହିଲା ଆଉ କିନ୍ତୁ ବାବା ସେଠି ନା 75 ଲକ୍ଷ ଟଙ୍କା ଫିଜ ବର୍ଷକୁ। ମୁଁ କହିଲି ବଢିଆ କଥା। ତାପରେ ଆଉ କହିଲା ବାବା ସେଠି ପଢି ସାରିଲା ପରେ ଆଉ ବହୁତ ଭଲ ବିଷୟ ସବୁ ମିଳିବ, ଆଉ ବହୁତ ମାନେ ସଂସ୍ଥା ବହୁତ ବିଷୟରେ, ଆଉ କ୍ୟାରିୟର ପାଇଁ କୌଣସି ଅସୁବିଧା ନାହିଁ। ମୁଁ କହିଲି ମାମା ଆମେ ଗୋଟେ ବିଷୟ ଦେଖିବା, ଭଲ କଥା ଏଇଟା, ଜଗତିକ ଭାବରେ ତୁ ଠିକ ପାଇଲୁ, ସବୁ ହେଲୁ, ସବୁ ହେଲା, ତୁ ସବୁ ଜିନିଷ ହେଲା, କିନ୍ତୁ ତୁ ଯୋଉ ଏତିକି ଟଙ୍କା ଖର୍ଚ୍ଚ କରି ଯିବା ପାଇଁ ସ୍ଥିର କରିଛୁ ବା ଏତିକି ଭାବୁଛୁ, ତୁ କଣ ଭାବି ପାରୁଛୁ ଯେ ଏତିକି ପଇସା ଏବେ ଆମକୁ ଯୋଗାଡ଼ କରିକି ତୁ ଯାଇକି ପଢିବା ପାଇଁ ସବୁ ଠିକ ହେବ? ତାପରେ ଆମେ ଅନେକ ଅନେକ ବିଷୟରେ ମୁଁ ଝିଅକୁ ଗୋଟେ ବିଷୟ କହିଲି, ତୁ ଈଶ୍ୱରଙ୍କର ବାକ୍ୟ ନିକଟକୁ ଯା। ଯୀଶୁଙ୍କୁ ପଚାରେ, ପ୍ରଭୁ ତୁମ ବାକ୍ୟ ପଠାଅ ମୋ ନିକଟକୁ। ମୁଁ ଯଦି ଯିବି, ମତେ ସ୍ପନ୍ସରସିପ, ମତେ ସ୍କଲରସିପ କିମ୍ବା ଫାଇନାନ୍ସିଆଲ ସପୋର୍ଟ ଆରେଞ୍ଜ ହେବା ପାଇଁ ସବୁ ବାଟ ଖୋଲ। ଆଉ ମୋ ମନରେ କଥା କୁହ, ମତେ ଦର୍ଶନ ଦିଅ, ମତେ ବାକ୍ୟ ମାଧ୍ୟମରେ କଥା କୁହ। ମୁଁ ତୁମ ଇଚ୍ଛାକୁ ଜାଣିବି। ଯଦି ପ୍ରଭୁ ତାହା ହଁ ମୁଁ ଯିବି। ସେମାନେ ମତେ ସିଲେକ୍ଟ କରିଦେଲେ କଣ ହେଇଗଲା? ମୋ ଯୀଶୁ ମତେ ସିଲେକ୍ଟ କରିଛନ୍ତି ସେଠି ଯା ବୋଲିକି। ଯୀଶୁଙ୍କୁ ମୁଁ ଝିଅକୁ କହିଲି, ଆଉ ଝିଅ ମତେ କହିଲା ବାବା ଆଉ ମାନେ ଦୁନିଆରେ ଏଇ ଚାନ୍ସ ମିଳିଲା ପରେ କିଏ? ମୁଁ କହିଲି ମା ଦୁନିଆର ଚାନ୍ସକୁ ମୁଁ ଇଣ୍ଟରେଷ୍ଟ ନାହିଁ, ମୁଁ ଯୀଶୁଙ୍କର ଚାନ୍ସ ପାଇଁ ଇଣ୍ଟରେଷ୍ଟ। ସୋ ମୁଁ ବି ପ୍ରେୟର କରିବି, ତୁ ବି ପ୍ରେୟର କରେ। ଯେତେବେଳେ ଆମକୁ ଆମ ଯୀଶୁ ଜଣେଇବେ, ବା କୌଣସି ପାଳକ ଥ୍ରୁରେ କି ବାକ୍ୟ ଥ୍ରୁରେ କି ମତେ ଜଣେଇବେ, ସ୍ୱପ୍ନ ମାଧ୍ୟମରେ, ଦର୍ଶନ ମାଧ୍ୟମରେ ତତେ ଜଣେଇବେ, ତୋ ମାମାକୁ ଜଣେଇବେ, ଆମେ ଜାଣ। କାରଣ ପ୍ରିୟ ଭାଇ ଭଉଣୀ, ଆମ ଜୀବନର ପ୍ରତି କାର୍ଯ୍ୟକୁ ଯେତେବେଳେ ଆମେ ଯୀଶୁଙ୍କ ଆଡୁ ଲକ୍ଷ୍ୟ କରିବା, ରେସ୍ପଣ୍ଡ ଆମେ ଚାହିଁବା ଯୀଶୁଙ୍କ ତରଫରୁ, ଆପଣ ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ସୁରୁଖୁରୁରେ ଚାଲିବ। ଆପଣ ଭାବୁଥିବେ ଏଇଟା ମୋ କଣ୍ଟ୍ରୋଲରେ ଅଛି, ମୁଁ ଯୀଶୁକୁ ନ ପଚାରିଲେ ବି ଚଳିଯିବ। ନା, କରନ୍ତୁନି। ଛୋଟ କାମ ହଉ ପଛେ ଯୀଶୁକୁ ପଚାରନ୍ତୁ, ଯେତେବେଳେ ଯାହା ହଉ। ଇଭେନ ଭଉଣୀ ମାନଙ୍କୁ କହିବି, ଆପଣ ରୋଷେଇ ଆରମ୍ଭ କରନ୍ତି, ଯୀଶୁଙ୍କୁ ପ୍ରାର୍ଥନା କରିକି ରୋଷେଇ କରନ୍ତୁ। ପ୍ରଭୁ ସମସ୍ତ ଦୁର୍ଘଟଣା ଅଘଟଣରୁ ମତେ ବଞ୍ଚା, ମୁଁ ଯୋଉ ଖାଦ୍ୟ ବନେଇବି ମୋ ପରିବାରକୁ କୌଣସି ଅନିଷ୍ଟ ହବ ନାହିଁ ପ୍ରଭୁ, କୌଣସି ଅଘଟଣ ହବ ନାହିଁ ପ୍ରଭୁ। ଆଉ ସେ ଖାଦ୍ୟ ଆମେ ଖାଇ ତୁମକୁ ଗୌରବ କରିବା ପାଇଁ ଆମକୁ ଶକ୍ତି ଦିଅ। ଏପରି ମା ମାନେ, ଭଉଣୀ ମାନେ ପ୍ରାର୍ଥନା କରି ଖାଦ୍ୟ ବନେଇବା, ପ୍ରସ୍ତୁତ କରି ଆରମ୍ଭ। ଭାଇମାନେ ଘରୁ ବାହାରିଲା ସମୟରେ ଯୀଶୁଙ୍କ ନିକଟରେ ସମର୍ପିତ ହୁଅନ୍ତୁ, ପରିବାରକୁ ସମର୍ପଣ କରନ୍ତୁ। ତାଙ୍କ ବାକ୍ୟ କୁହନ୍ତୁ, ପ୍ରଭୁ ତୁମ ବାକ୍ୟ ମତେ ପଠାଅ, ଆଉ ମତେ ସେଟା ନେଇକି ଯିବ ମୋର ଅଫିସକୁ, ଆଉ ମୁଁ ସେ ଅଫିସରେ ସେ କରି ଦେଖିବେ ତାଙ୍କର ଉପସ୍ଥିତ ଆପଣଙ୍କ ଜୀବନରେ ସର୍ବଦା ଚାଲିବ, ଆଉ ଆପଣ କେବେ ମଧ୍ୟ ପରାଜିତ ହେବେ ନାହିଁ କୌଣସି ବିଷୟରେ। ତେଣୁ ମୁଁ ଆପଣମାନଙ୍କୁ
ଏହା ହିଁ ମୁଁ କହିବି ଏଇ ସତ୍ସେନାପତି ତାଙ୍କ ଜୀବନକୁ ଯଦି ଆମମାନେ ପରିଲକ୍ଷିତ କରୁ, ତାଙ୍କର ପ୍ରେମ ଅନ୍ୟମାନଙ୍କ ପ୍ରତି, ତାଙ୍କର ନିଜର ନମ୍ରଶୀଳ ଜୀବନ, ତାଙ୍କର ପରୋପକାର ବିଧି ଆଉ ତାଙ୍କର ଭକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି, ଏ ଚାରୋଟି ବିଷୟକୁ ଆମେ ଯେତେବେଳେ ଲକ୍ଷ୍ୟ କରୁ, ଯୀଶୁ ଏ ଚାରୋଟିକୁ ଲକ୍ଷ୍ୟ କଲେ ବୋଲି କହିଲେ, ଏତେ ବଡ ବିଶ୍ୱାସ ମୁଁ କେବେ ଦେଖି ନାହିଁ। ଆମେ ଗୀତ ଗାଇବା, ପ୍ରାର୍ଥନା କରିବା, ଯୀଶୁ ସେଇଟାକୁ ଆମକୁ କହିବେ ନାହିଁ ଏତେ ବଡ ବିଶ୍ୱାସ। ସେ ଚାହାନ୍ତି ଆମେ ତାଙ୍କ ପରି ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରିବୁ। ସେ ଚାହାନ୍ତି ଆମେ ନିଜକୁ ନମ୍ର କରୁ। ସେ ଚାହାନ୍ତି ଆମେ ତାଙ୍କ ବାକ୍ୟକୁ ସମ୍ମାନ ଦଉ। ସେ ଚାହାନ୍ତି ଆମେ ତାଙ୍କୁ ସେ ଯୋଉଠି ରହିଲେ ମଧ୍ୟ ତାଙ୍କର ଉପସ୍ଥିତି ଆମେ ପାଇପାରିବା ବୋଲି ବିଶ୍ୱାସ କରୁ। କାରଣ ସେ omnipresence परमेश्वर। ସେ ଆମକୁ ଯେଉଁ ବିଷୟ ଦେଇଛନ୍ତି, ଏପରି ଯେତେବେଳେ ଆମେ ରହସ୍ୟ ଦେଖିବା, ଆଧ୍ୟାତ୍ମିକ ରହସ୍ୟ, ଅନେକ ଲୋକ ବୁଝିପାରନ୍ତିନି ଏଇଟା କେମିତି ହବ ଯେ ଯୀଶୁ ସ୍ୱର୍ଗରେ ଥିବେ କି କୋଉଠି ଥିବେ ଆଉ ଏଠି ପୁଣି କେମିତି ହେଇଯିବ ନା, ଆପଣଙ୍କର ବିଶ୍ୱାସ। ତେଣୁ ଆମକୁ କରନ୍ତିୟରେ ଜୋହନରେ ଯୀଶୁ ଖ୍ରୀଷ୍ଟ କୁହନ୍ତି ଯେ ତୁମେ ମତେ ଯିଏ ଦେଖିକି ମତେ ବିଶ୍ୱାସ କରୁଛି ଫାଇନ, ଯିଏ ମତେ ନ ଦେଖିକି ବିଶ୍ୱାସ କରେ ସିଏ କହେ କିଏ କଣ ସେ ଧନ୍ୟ। ଆମେ ଯୀଶୁଙ୍କୁ ଦେଖି, ସେ କାହାକୁ ଏଇ କଥା କହିଥିଲେ? ଥୋମାକୁ କହିଥିଲେ। ଥୋମା ଯେତେବେଳେ କହିଲେ ସେ ଯୀଶୁ କି ନାହିଁ ମୋର ଡାଉଟ, ସେଇଠୁ ଯୀଶୁ ତାକୁ ହାତ ଦେଖେଇଲେ, ଦେଖରେ ବାପା ମତେ କ୍ରୁଶବିଦ୍ଧ ହେଇଥିଲା, ଏ ହାତରେ କଣା ହେଇଥିଲା ଦେଖ। ତାର ଶିଷ୍ୟମାନଙ୍କ ମଧ୍ୟରେ ଥୋମା ଜଣେ ଡାଉଟଫୁଲ ଥୋମା ଥିଲା। ତ ତାର ସେ କଣାକୁ ଦେଖେଇକି ଯୀଶୁ ତାକୁ କହିଥିଲେ ହଉ ତୁ ଦେଖ ଏବେ ବିଶ୍ୱାସ କର। କିନ୍ତୁ ଯୋଉମାନେ ଦେଖିକି ବିଶ୍ୱାସ କରୁଛନ୍ତି ତାଙ୍କ ଅପେକ୍ଷା ଅଧିକ ଉତ୍ତମ ଆଉ ଧନ୍ୟ। Blessed are those who believe me without seeing। ମତେ ନ ଦେଖିକି ବିଶ୍ୱାସ କର। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଉ ସେଣ୍ଟୁରିଆନଙ୍କ ଭଳିଆ ଆମେ ଭାବିବା ପ୍ରଭୁ ତୁମେ ଯୋଉଠି ଅଛ ବି, ମୁଁ ବିଶ୍ୱାସ କରେ ତୁମେ ମୋ ପାଖରେ ଅଛ। ମୁଁ ବିଶ୍ୱାସ କରେ ତୁମେ ଗୋଟିଏ ବାକ୍ୟ ପଠାଏ ମୋର ସମସ୍ୟାକୁ ତୁମେ ଦୂର କରିଦେବ। ମୋର କୌଣସି ବିଷୟରେ କିଛି ଅଭାବ ହେବ ନାହିଁ। ଆମେ ଏଇ ବିଶ୍ୱାସରେ ବଞ୍ଚିବା, କାରଣ ପ୍ରତି ବିଶ୍ୱାସୀ ଖ୍ରୀଷ୍ଟ ବିଶ୍ୱାସୀ ମାନେ ବିଶ୍ୱାସରେ ବଞ୍ଚିବା ହିଁ ଆମମାନଙ୍କ ପାଇଁ ଅତି ଉତ୍ତମ ବିଷୟ। ଯଦି ଆମକୁ କିଏ ପ୍ରଲୋଭନ ଦେଖାଏ, ଯଦି ଆମକୁ କିଏ ମିଠା ମିଠା କଥା କହିକି ମୁଁ ହାତ ରଖିଦେବି, ମୁଁ ଏଇଟା କରିଦେବି, ମୁଁ ରୁମାଲ ଛାଡ଼ିଦେବି, ମୁଁ ସେଟା କରିଦେବି, ଆପଣଙ୍କର ବିଶ୍ୱାସ ଆପଣଙ୍କୁ ସୁସ୍ଥ କରିବ। ଯୀଶୁ ଅନେକ ଥର ସୁସ୍ଥ କଲା ପରେ ସେ ରୋଗୀ ମାନଙ୍କୁ କହିଛନ୍ତି ତୁମ ବିଶ୍ୱାସ ତୁମକୁ ସୁସ୍ଥ କଲା। ଆପଣଙ୍କର ବିଶ୍ୱାସ ଆପଣଙ୍କ ସମସ୍ୟାରୁ ଆପଣଙ୍କୁ ମୁକ୍ତ କରିବ। ଆପଣଙ୍କ ବିଶ୍ୱାସ ଆପଣଙ୍କ ରୋଗରୁ ଆପଣଙ୍କୁ ମୁକ୍ତ କରିବ। ଆପଣଙ୍କର ବିଶ୍ୱାସ ଆଉ ଆପଣଙ୍କର ନମ୍ରତା, ଆପଣଙ୍କ ପରୋପକାରିତା, ଆପଣଙ୍କର ପ୍ରଭୁଙ୍କ ପ୍ରତି ଭୟ ଭକ୍ତି ଆପଣଙ୍କୁ ଯୀଶୁଙ୍କ ନିକଟରେ ଜଣେ ଉଚ୍ଚ ଧାର୍ମିକତା ଭାବେ ପ୍ରକାଶିତ କରିବ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କର ବାକ୍ୟର ଗଭୀରତାକୁ ଆଗାମୀ ଦିନ ମାନଙ୍କରେ ବୁଝିବା ଉତ୍ତମ ଭାବେ ଆଉ ଉତ୍ତମ ଜୀବନ କାଟିବା। ଧାର୍ମିକ ହେବା ପାଇଁ ଆମମାନଙ୍କୁ ବହୁତ କିଛି କରିବାକୁ ପଡିବ ଭାବନ୍ତୁ ନାହିଁ। ଏଇ କେତୋଟି ବିଷୟ ଦେଖନ୍ତୁ, ମାନେ ଇସ୍ରାଏଲରେ ଏଦି 4ଟା କାମ କଲା ବାଲା କିଏ ନଥିଲେ ବୋଲି ଯୀଶୁ କହୁଛନ୍ତି। ନିଜକୁ ନମ୍ର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟିଏ ପଦକୁ ବିଶ୍ୱାସ କରିବା ଆଉ ଅନ୍ୟମାନଙ୍କୁ ପ୍ରେମ କରିବା, ଲୋକ କିଏ ଇସ୍ରାଏଲରେ ନଥିଲେ ବୋଲି ଯୀଶୁ କହୁଛନ୍ତି। ସେଥିପାଇଁ ସେ କହିଲେ ସମଗ୍ର ଇସ୍ରାଏଲରେ ମୁଁ ଏପରି ବିଶ୍ୱାସ କାହାକୁ ଦେଖିନାହିଁ। ତେଣୁ ପ୍ରିୟମାନେ, ଆମମାନଙ୍କ ଜୀବନରେ ପ୍ରଭୁ ଯୀଶୁ ଆଜି ସନ୍ଧ୍ୟାରେ ଯେଉଁ କଥା କହିଲେ, ପବିତ୍ର ଆତ୍ମା ଆମମାନଙ୍କୁ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ବିଶ୍ୱାସରେ, ତାଙ୍କ ଗୋଟିଏ ବାକ୍ୟରେ କେତେ ଯେ ସାମର୍ଥ୍ୟ ଅଛି ତାହାକୁ ଆମେ ବିଶ୍ୱାସ କରି ଆଗକୁ ବଢିବାରେ ସେ ସାହାଯ୍ୟ କରନ୍ତୁ। ପବିତ୍ର ଆତ୍ମା ଆପଣ ପ୍ରତ୍ୟେକଙ୍କ ସହିତ ସଦା ସର୍ବଦା ରୁହନ୍ତୁ ଏବଂ ଆଗାମୀ ଦିନ ମାନଙ୍କରେ ତାଙ୍କର ଆଗମନ ପର୍ଯ୍ୟନ୍ତ ଆମମାନଙ୍କୁ ସେ ଉତ୍ତମ ପଥରେ କଢାଇବେ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।